ଆରେ ବାଃ, ବାହାରେ କେତେ ଜୋରେ ପବନ ବହୁଛି। ଏ ପବନରେ କେତେ ସାରା ଆମ୍ବ ପଡୁଥିବ। ପବନ ଟିକେ କମିଯାଉ, ମୁଁ କାଉ ଆଣ୍ଟିଙ୍କ ଆମ୍ବ ବଗିଚାକୁ ଯାଇ ଆମ୍ବ ଆଣିବି। ଚାରିଆଡେ କେତେ ଆମ୍ବ ପଡିଛି, ମୁଁ 2ଟା ଆମ୍ବ ନେଇ ଖାଏ। ଚଢ଼େଇ ଛୁଆ ଯେମିତି ଗୋଟେ ଆମ୍ବ ଉଠେଇଲା, ସେହି ସମୟରେ କାଉର ସ୍ତ୍ରୀ ସେଠାକୁ ଚାଲି ଆସିଲା। ଏଇ ଛୁଆ, ତୋର ସାହସ କେମିତି ହେଲା ମୋ ବଗିଚାରୁ ଆମ୍ବ ନେବା ପାଇଁ? ଯା, ଚାଲି ଯା ଏଠୁ। ଆଣ୍ଟି, ମୁଁ ଚାଲି ଯିବି, କିନ୍ତୁ ଏଠି ତ ଅନେକ ଆମ୍ବ ପଡିଛି। ତୁମେ କଣ ଏତେ ଆମ୍ବ ଏକୁଟିଆ ଉଠେଇ ପାରିବ? ମୁଁ ତୁମକୁ ସବୁ ଆମ୍ବ ଉଠେଇବାରେ ସାହାଯ୍ୟ କରିଦେବି। ତା ବଦଳରେ ମତେ ଗୋଟେ ଆମ୍ବ ଖାଇବାକୁ ଦେବ? ଆରେ, ଏ ଚଢ଼େଇ ଛୁଆ ତ ଠିକ କଥାଟା କହିଲା। ଏତେ ଗୁଡେ ଆମ୍ବ ମୁଁ ଏକୁଟିଆ ଉଠେଇ ପାରିବିନି। ଭଲ ହେବ ମୁଁ ୟାକୁ କାମରେ ଲଗାଏ। ଆଚ୍ଛା ଠିକ ଅଛି, ତୁ ଶୀଘ୍ର ଶୀଘ୍ର ଆମ୍ବ ଉଠା। ତାପରେ ଚଢ଼େଇ ଛୁଆ ସେ ସବୁ ଆମ୍ବ ଉଠେଇ କାଉକୁ ଦେଲା। କିଛି ସମୟ ପରେ, ଏ କଣ ଆଣ୍ଟି, ତୁମେ କୁଆଡେ ଯାଉଛ? ମତେ ଗୋଟେ ଆମ୍ବ ଖାଇବାକୁ ଦିଅ। ଆରେ ଆରେ, ୟା କଥା ତ ମୁଁ ଭୁଲି ଯାଇଥିଲି। ଏବେ ୟାକୁ ଆମ୍ବ ଦେବାକୁ ପଡିବ। ମୁଁ ଗୋଟେ ପଚା ଆମ୍ବ ୟାକୁ ଦେଇଦିଏ। ଆଚ୍ଛା ଆଚ୍ଛା, ଦେଉଛି, ଏଇ ନେ। ଆଣ୍ଟି, ଏ ଆମ୍ବଟା ତ ପଚି ଯାଇଛି, ମୁଁ ୟାକୁ କେମିତି ଖାଇବି? ଓହୋ, ଆମ୍ବଟା ତ ପୁରାପୁରି ପଚିନି, ଫାଳେ ପଚି ଯାଇଛି। ତୁ ଏ ଆମ୍ବ ନେଇ ଘରକୁ ଯା, ପଚା ଭାଗ କାଟିଦେଇ ବାକି ଭଲ ଆମ୍ବଟା ଖାଇଦେବୁ। ତୁ ମତେ ଆଉ ବିରକ୍ତ କରନି, ଏବେ ଯା। ମୁଁ ଏବେ ଆମ୍ବ ନେଇ ଘରକୁ ଗଲେ ମା ମତେ ରାଗିବେ, ମତେ ଖାଇବାକୁ ଦେବେ ନାହିଁ। ମୁଁ ଗୋଟେ କାମ କରେ, ମୁଁ ଏଠି ଆମ୍ବ ଖାଇଦେଇ ଘରକୁ ଯାଏ। ଚଢ଼େଇ ଛୁଆ ସେ ପଚା ଆମ୍ବ ଖାଇବାକୁ ଯିବା ସମୟରେ ହଠାତ୍ ସେ ଆମ୍ବଟି କଥା କହିଲା। ନା ନା, ମତେ ଖାଅନି, ମତେ ସାହାଯ୍ୟ କର। ମୋ କଥା ଟିକେ ଶୁଣ, ମୁଁ ଆମ୍ବ କଥା କହୁଛି। ଆମ୍ବ କେମିତି କଥା କହୁଛି? ଏଇ ଆମ୍ବରେ କୌଣସି ଭୂତ ନାହିଁ ତ? ମୁଁ ମୋ ଘରକୁ ପଳାଏ। ମତେ ଭୟ କରନି, ମତେ ଏଠି ଏକୁଟିଆ ଛାଡ଼ି ଯାଅନି। ମୁଁ ବିପଦରେ ଅଛି, ମତେ ସାହାଯ୍ୟ କର। ପ୍ରକୃତରେ ମୁଁ ଗୋଟେ ପରିଛୁଆ। ହେଲେ ପରିଛୁଆ, ତୁମେ ଆମ୍ବ କେମିତି ହେଲ? ମୁଁ ଯେତେବେଳେ ପରିଥିଲି, ମୁଁ ମୋ ସୁନ୍ଦରତାକୁ ନେଇ ସବୁବେଳେ ଗର୍ବ କରୁଥିଲି। ମୁଁ ସମସ୍ତଙ୍କୁ ଛୋଟ ଭାବୁଥିଲି। ମୋ ମା ମତେ ଅନେକ ବୁଝଉଥିଲେ, ହେଲେ ମୁଁ ମୋ ମାଙ୍କ କଥା ଜମା ଶୁଣୁନଥିଲି। ଏମିତି ଥରେ ମୁଁ ଏ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ସେତେବେଳେ ଗୋଟେ ବୁଢୀ ଚଢ଼େଇ କିଛି ଆମ୍ବ ନେଇ ତା ଘରକୁ ଯାଉଥିଲା। ଆରେ ଆରେ, ତୁ କିଏ? ମୋ ରାସ୍ତା କାହିଁକି ଅଟକେଇଲୁ? କେତେ ଖୁସିରେ ମୁଁ ବୁଲୁଥିଲି। ମାରେ, ମୁଁ ଆମ୍ବ ନେଇ ଘରକୁ ଯାଉଥିଲି। ଭାରି ଦୁର୍ବଳ ଲାଗିଲା ତ ଏଠି ଅଟକି ଗଲି। ମତେ ଟିକେ ସାହାଯ୍ୟ କରିବୁ? ମୋ ଘର ପର୍ଯ୍ୟନ୍ତ ଏ ଆମ୍ବ ଝୋଡ଼ିଟାକୁ ପହଞ୍ଚେଇ ଦେବୁ? କଣ ହେଲା? ମୁଁ ଏ ମଇଳା ଆମ୍ବ ଝୋଡ଼ିକୁ ଧରିବି? ଏଇ ବୁଢ଼ୀ, ତୋର ସାହସ କେମିତି ହେଲା ମତେ କଥା କହିବା ପାଇଁ? ନିଜକୁ କେବେ ଆଇନାରେ ଦେଖିଛୁ? ଯା ଯା, ମତେ ବିରକ୍ତ ନ କରି ନିଜ ଘରକୁ ଯା। ମୁଁ ତ ଶୁଣିଥିଲି ପରୀମାନେ ଦୟାଳୁ ହେଇଥାନ୍ତି, ବିପଦ ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି। ପରିଛୁଆ ନିଜ ରୂପକୁ ନେଇ ଏତେ ଗର୍ବ ଅହଙ୍କାର କରିବା ଠିକ ନୁହଁ। ମୁଁ କିଛି କହୁନି ବୋଲି ତୁ ମତେ ଉପଦେଶ ଦେଉଛୁ? ତୁ ଜାଣିନୁ ମୋ ପାଖରେ କେତେ ଶକ୍ତି ଅଛି। ଏବେ ଖାଲି ତୁ ଦେଖେ। ଏମିତି ରାଗି ମୁଁ ସେ ବୁଢୀ ଚଢ଼େଇର ସବୁ ଆମ୍ବ ନଷ୍ଟ କରିଦେଲି। ପ୍ରକୃତରେ ସେ ସାଧାରଣ ଚଢ଼େଇ ନଥିଲେ, ସେ ଥିଲେ ଗୋଟେ ତାନ୍ତ୍ରିକ ଚଢ଼େଇ। ମୋର ଏତେ ଅହଙ୍କାର ଦେଖି ସେ ମତେ ଗୋଟେ ଆମ୍ବ କରିଦେଲେ। ଅହଙ୍କାରୀ ପରି, ଆଜିଠୁ ତୁ ଏକ ସାଧାରଣ ଆମ୍ବ ହେଇ ଏକ ବଗିଚାରେ ରହିବୁ। ମୁଁ ତ ବିଷୟରେ ଆଗରୁ ଶୁଣିଥିଲି, ଆଜି ତ ନିଜ ଆଖିରେ ଦେଖିଲି। ଏବେ ତୁ ନିଜ ଭୁଲର ଶାସ୍ତି ଭୋଗ କର। ସେଦିନ ପରଠାରୁ ମୁଁ ଏମିତି ଆମ୍ବ ହେଇ କାଉ ବଗିଚାରେ ରହିଥିଲି। ମୁଁ ବହୁତ ଚିତ୍କାର କରି ସମସ୍ତଙ୍କୁ ସାହାଯ୍ୟ ମାଗିଛି, ହେଲେ କେହି ମୋ କଥା ଶୁଣି ପାରିଲେନି। ଆଜି କେମିତି କେଜାଣି ତୁ ମୋ କଥା ଶୁଣି ପାରିଲୁ। ମତେ ସାହାଯ୍ୟ କର ଚଢ଼େଇ ଛୁଆ। ତୁମେ ଯାହା କଥା କହୁଛ, ସେମିତି ଜଣେ ବୁଢୀ ମା ଆମ ଜଙ୍ଗଲରେ ରୁହନ୍ତି। ଚାଲ ତାଙ୍କ ପାଖକୁ ଯିବା,
ସେ ନିଶ୍ଚୟ ତୁମ ସମସ୍ୟାର ସମାଧାନ କରିପାରିବେ। ଏମିତି କଥା ହେଇ କୁନି ଚଢ଼େଇ ଆମ୍ବକୁ ନେଇ ସେ ବୁଢ଼ୀ ଚଢ଼େଇ ପାଖକୁ ଗଲା ଆଉ ତାକୁ ସବୁ ଘଟଣା କହିଲା। ପରି ବି ବୁଢ଼ୀ ଚଢ଼େଇକୁ କ୍ଷମା ମାଗିଲା। ମତେ କ୍ଷମା କରିଦିଅ ବୁଢ଼ୀ ମା, ମୁଁ ମୋ ଭୁଲ ବୁଝି ସାରିଲିଣି। ମୁଁ ସତ କହୁଛି, ମୁଁ ଆଉ କେବେ ଅହଙ୍କାର କରିବିନି। ଧୀରେ ଧୀରେ ମୁଁ ପଚି ଗଲିଣି। ମତେ ଏବେ ମୁକ୍ତ କରିଦିଅ ବୁଢ଼ୀ ମା। ମତେ ମୋ ମା କଥା ବହୁତ ମନେ ପଡୁଛି। ମୁଁ ମୋ ଘରକୁ ଯିବି। ମୁଁ ଜାଣେ ତୁ ଏବେ ମନରୁ ଅନୁତାପ କରୁଛୁ, ସେଥିପାଇଁ ତ ଚଢ଼େଇ ଛୁଆ ତୋ ସହ କଥା ହେଇପାରିଲା। ମୁଁ ତତେ କ୍ଷମା କରିଦେଇଛି। ଚଢ଼େଇ ଛୁଆ, ତୁ ଏ ଆମ୍ବକୁ ନେଇ ଏବେ ହିଁ ଉତ୍ତର ଦିଗରେ ଯା। କିଛି ଦୂର ଗଲା ପରେ ତୁ ଗୋଟେ ନୀଳ ଝରଣା ପାଇବୁ। ସେଇ ନୀଳ ଝରଣାରେ ଏ ଆମ୍ବକୁ ପକେଇଦେଲେ ପରି ନିଜ ପୂର୍ବ ରୂପ ଫେରି ପାଇବ। ଏମିତି ଶୁଣି କୁନି ଚଢ଼େଇ ଶୀଘ୍ର ଆମ୍ବକୁ ନେଇ ଉତ୍ତର ଦିଗରେ ଗଲା। କିଛି ଦୂର ଗଲା ପରେ ସେମାନେ ଗୋଟେ ନୀଳ ନଦୀକୁ ପାଇଲେ। ନୀଳ ନଦୀ ଭିତରକୁ ଆମ୍ବ ଗଲା ପରେ ସେ ନିଜ ପୂର୍ବ ରୂପ ଫେରି ପାଇଲା। ପରି ଛୁଆ ଖୁବ ଖୁସି ହେଇଗଲା। ଚଢ଼େଇ ଛୁଆ, ତତେ ଅନେକ ଅନେକ ଧନ୍ୟବାଦ। ଆଜି ତୋ ପାଇଁ ମୁଁ ଆମ୍ବରୁ ମୁକ୍ତ ହେଇପାରିଲି। ଚାଲେ, ମୁଁ ତତେ ତ ଘରେ ପହଞ୍ଚେଇ ଦେବି। ତୋ ମା ତୋ ପାଇଁ ବ୍ୟସ୍ତ ହେଉଥିବେ। ଏମିତି ପରି ଛୁଆ କୁନି ଚଢ଼େଇକୁ ନେଇ ତା ଘରେ ପହଞ୍ଚେଇ ଦେଲା। ଚଢ଼େଇ ଛୁଆ ତାର ମାକୁ ସବୁ ଘଟଣା କହିଲା। ଚଢ଼େଇ ଛୁଆ, ମୁଁ ଜାଣେ ତୁ ଆମ୍ବ ଖାଇବାକୁ ବହୁତ ଭଲ ପାଉ। ମୋ ତରଫରୁ ଏଇ ଉପହାର ତମ ମାନଙ୍କ ପାଇଁ। ଏ ଆମ୍ବ ଘର ଆଜିଠୁ ତମ ମାନଙ୍କର। ଏ ଘର ଅନେକ ମଜବୁତ। ଏଇ ଘରେ ତମେ ମାନେ ରହିପାରିବ। ଆଉ ଏ କିଛି ମଞ୍ଜି ନିଅ, ନିଜ ବଗିଚାରେ ଲଗେଇଦେବ। ଅଳ୍ପ କିଛି ଦିନରେ ହିଁ ତୁମ ବଗିଚା ଆମ୍ବ ଗଛରେ ଭର୍ତ୍ତି ହେଇଯିବ। ଚଢ଼େଇ ଛୁଆ, ତୁ ସେତେବେଳେ ମନ ଭରି ଆମ୍ବ ଖାଇପାରିବୁ। ଏବେ ମୁଁ ମୋ ଘରକୁ ଯାଉଛି। ତମେ ମାନେ ଭଲରେ ରୁହ। ପରି ଝିଅ, ତୁମକୁ ଅନେକ ଅନେକ ଧନ୍ୟବାଦ। ଯେତେବେଳେ ବି ଆମ କଥା ମନେ ପଡ଼ିବ ଆମ ପାଖକୁ ଆସିବ। ତାପରେ ପରି ଛୁଆ ସେଠାରୁ ଚାଲିଗଲା। ଚଢ଼େଇ ମାନଙ୍କ ଆମ୍ବ ଘର କଥା ପୁରା ଜଙ୍ଗଲରେ ପ୍ରଚାର ହେଇଗଲା। ସମସ୍ତେ ସେ ଆମ୍ବ ଘର ଦେଖିବାକୁ ଆସୁଥିଲେ ଆଉ ଚଢ଼େଇର ଅନେକ ପ୍ରଶଂସା କରୁଥିଲେ। ଏସବୁ ଦେଖି କାଉ ସ୍ତ୍ରୀ ମନରେ ଈର୍ଷା ହେଲା। ଆରେ ଶୁଣୁଛ, ଚଢ଼େଇର ସେ ଆମ୍ବ ଘର ସତରେ ବହୁତ ସୁନ୍ଦର ହେଇଛି। ତୁମେ ମୋ ପାଇଁ ବି ସେମିତି ଗୋଟେ ଆମ୍ବ ଘର ତିଆରି କରିଦିଅ ନା। ଏ ତ କେମିତିକା କଥା କହୁଛୁ? ସେ ଆମ୍ବ ଘର ପରି ଚଢ଼େଇକୁ ଦେଇଥିଲା। ମୁଁ କେମିତି ସେ ଆମ୍ବ ଘର ତିଆରି କରିବି? ମୁଁ କିଛି ଜାଣିନି। ତୁମେ ମୋ ପାଇଁ ଗୋଟେ ଆମ୍ବ ଘର ତିଆରି କରିଦିଅ, ନହେଲେ ମୁଁ ଆଜି ହିଁ ମୋ ମା ପାଖକୁ ଚାଲିଯିବି। ଏଠି ଆଉ ରହିବିନି। ତୁ ଏମିତି କାହିଁକି କହୁଛୁ? ଆଚ୍ଛା ଠିକ ଅଛି, ମୁଁ ଚେଷ୍ଟା କରୁଛି ଆମ୍ବ ଘର ତିଆରି ପାଇଁ। ଆମ ବଗିଚାରେ ଅନେକ ଆମ୍ବ ଫଳିଛି। ସେଇ ଆମ୍ବରେ ମୁଁ ତୋ ପାଇଁ ଗୋଟେ ଆମ୍ବ ଘର ତିଆରି କରିଦେଉଛି। ଏମିତି କହି କାଉ ତାଙ୍କର ସବୁ ଆମ୍ବ ପାଳି ଏକ ଆମ୍ବ ଘର ତିଆରି କଲା। ଏସବୁ ଦେଖି କାଉର ସ୍ତ୍ରୀ ଖୁବ ଖୁସି ହେଇଗଲା। କିଛି ଦିନ ବିତିଗଲା। ଦିନେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ଆଜି ଏମିତି ବର୍ଷା ହେଉଛି, ଛାଡ଼ିବାର ନା ଧରୁନି। ଆରେ ଶୁଣୁଛ, ଆଜି ମତେ ଆମ୍ବ ଚଟଣି ଖାଇବାକୁ ଭାରି ଇଚ୍ଛା ହଉଛି। ଯାଅ ନା, ବଜାରରୁ ମୋ ପାଇଁ କିଛି ଆମ୍ବ କିଣି ଆଣିବ। ଏ ବର୍ଷାରେ ମତେ ବାହାରକୁ ଯିବା ପାଇଁ ଜମା ଇଚ୍ଛା ହେଉନି। ଆମର ଏଇ ଘରେ ତ ଅନେକ ଆମ୍ବ ଅଛି। ତୁ ଏଥିରୁ ଗୋଟେ ଆମ୍ବ ନେଇ ଆମ୍ବ ଚଟଣି ତିଆରି କର। ଆଚ୍ଛା ଠିକ ଅଛି। ବର୍ଷା ପାଇଁ ଆମ୍ବ ଘର ଦୁର୍ବଳ ହେଇଯାଇଥିଲା। କାଉର ସ୍ତ୍ରୀ ଯେମିତି ଗୋଟେ ଆମ୍ବ ସେ ଆମ୍ବ ଘରୁ ବାହାର କଲା, ହଠାତ୍ ଆମ୍ବ ଘରଟି ଭୁଷୁଡ଼ି ପଡ଼ିଲା। ଦୁଇ କାଉ ଭଙ୍ଗା ଆମ୍ବ ଘର ତଳେ ଚାପି ହେଇ ଚିତ୍କାର କଲେ। ଆରେ ଆରେ, ଏ ସବୁ କଣ ହେଇଗଲା? ଆମେ ଏବେ ଆମ୍ବ ତଳୁ କେମିତି ବାହାରିବା? ମୁଁ ଯଦି ଆଗରୁ ଜାଣିଥାନ୍ତି ଗୋଟେ ଆମ୍ବ ବାହାର କଲେ ପୁରା ଆମ୍ବ ଘର ଭୁଷୁଡ଼ି ଯିବ, ମୁଁ ତତେ କେବେ ବି ଆମ୍ବ ବାହାର କରିବାକୁ କହିନଥାନ୍ତି। ଦେଖିଲୁ, ଚଢ଼େଇର ଆମ୍ବ ଘର ଲୋଭରେ ପଡ଼ି ଆଜି ଆମର ଏଇ କ'ଣ ଅବସ୍ଥା ହେଲା। ମୋର ଭୁଲ ହେଇଗଲା। ମୁଁ ଆଉ କେବେ ବି ଚଢ଼େଇର ଆମ୍ବ ଘରକୁ ଲୋଭ କରିବିନି। ଆମ ପାଖରେ ଯାହା ଅଛି ସେସବୁ ନେଇ ଖୁସିରେ ରହିବି। ମତେ ଏବେ ଆମ୍ବ ତଳୁ ବାହାର କର। ମୋ ଡେଣା ଭାଙ୍ଗି ଗଲା ପରି ଲାଗୁଛି। ତୁ ଟିକେ ଧୈର୍ଯ୍ୟ ଧର, ମୁଁ ଆଗ ବାହାରି ସାରେ, ତାପରେ ତତେ ବାହାର କରିବି।